ହେଉଛି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର, ଯାହାପାଇଁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଛି। କାରଣ ମତ ରହିଛି ଯେ ଶ୍ରାବଣ ମାସରେ ବିଭିନ୍ନ ଜଳ ଉତ୍ସରୁ ଜଳ ଟିକେ ଆଣି ବାବାଙ୍କୁ ଜଳାଭିଷେକ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ। ସେଥିପାଇଁ ସମସ୍ତ ଶୈବପୀଠରେ ଭକ୍ତମାନଙ୍କର ଭିଡ଼ ଜମୁଛି। ଏଠି ମଧ୍ୟ ଭକ୍ତମାନଙ୍କର ଭିଡ଼ ଜମିଛି। ରାତି 12ଟା ସମୟରୁ ପାଖାପାଖି ଭକ୍ତମାନେ ଆସିବା ସହିତ ଏଠାରେ ଜଳଲାଗି କରୁଛନ୍ତି। ପୀଠରେ ଭକ୍ତମାନଙ୍କର ଭିଡ଼ ଜମି, ଯେଉଁ ଭକ୍ତମାନେ ଆସିଛନ୍ତି ଦୂର ଦୂରାନ୍ତରୁ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, କେଉଁଠୁ ଆସିଲେ? ଜୟ ବାବା ପଞ୍ଚଲିଙ୍ଗେଶ୍ୱର। ଆମେ ଭଦ୍ରକରୁ ଆସିଛୁ। କେତେ କଷ୍ଟ ହେଲା ଆସିବା? ଆଜ୍ଞା, କଷ୍ଟ ତ ନିହାତି ହେବ, ବହୁତ କଷ୍ଟ ହେଲା। ଆଉ ଯାହା ହଉ ବାବାଙ୍କର ଆଶୀର୍ବାଦ ଥିଲା, ଯାହା ଆମେ ଆସି ପହଞ୍ଚିଲୁ, ବହୁତ ଭଲ ଲାଗିଲା। ମହାତ୍ମା ଆଜ୍ଞା, ଏଠି 5ଟା ଶୈବପୀଠକୁ ଯିବା ଯାଏ ଏଠି ଗୋଟିଏ ଶୈବପୀଠ 5 ଲିଙ୍ଗ ସାଙ୍ଗରେ ସମାନ। ଆଉ ପ୍ରତ୍ୟେକ ଲିଙ୍ଗକୁ ଆମେ ସେଠି ଦେଖିପାରନ୍ତି, ଏଠି ଦେଖିପାରନ୍ତିନି। ଆମେ ପାଣି ଭିତରେ ଯାହା ସ୍ପର୍ଶ କରୁ। ଆଉ ଆଜି ଯାହା ହଉ ଟିକେ ଦୁଃଖ ଲାଗିଲା, ପ୍ରବଳ ସ୍ରୋତ ଅଛି, ଆଉ ଟିକେ ସ୍ପର୍ଶ କରି ହେଲା ନାହିଁ, ଟିକେ ମନ ଦୁଃଖ ରହିଲା। ଆଉ ବାବା ମନସ୍କାମନା ସବୁ ପୂରଣ କରନ୍ତି? ସେ ତ ବାବା ତ କରନ୍ତି, ବିଶ୍ୱାସ ଅଛି, ସେଥିପାଇଁ ଆଗକୁ ଚାଲିଛୁ। ଏଇଟା ଆମର 20 ବର୍ଷ ହେଇଗଲା। ନିଶ୍ଚିତ ଭାବରେ ଶୁଣୁଥିଲେ 20 ବର୍ଷ ହେବ ସେ ଭଗବାନଙ୍କ ଆଶୀର୍ବାଦ ପାଇଁ, ସାନ୍ନିଧ୍ୟ ପାଇଁ ଏଠାରେ ଜଳାଭିଷେକ କରିବା ପାଇଁ ଆସୁଛନ୍ତି। ନିଶ୍ଚିତ ଭାବରେ ମତ ରହିଛି ଯେ ଏଠି ମନସ୍କାମନା ହେଲେ ପୂର୍ଣ୍ଣ ହୋଇଥାଏ। ଆଜ୍ଞା, এই যে রাস্তা আজ্ঞা কষ্টসাধ্য ହେଲା ଆପଣଙ୍କ ପାଇଁ ଆସିବା ପାଇଁ? ବାବାଙ୍କ ଆଶୀର୍ବାଦରେ ଆଜ୍ଞା ସବୁ କଷ୍ଟ ତ ଦୂର ହେଇଯାଏ ଆଜ୍ଞା। ଆଉ ସବୁ କଥା ବାବାଙ୍କ ଆଶୀର୍ବାଦରେ ଦୂର ହେଇଯାଏ। ଆମେ ଯେତେ କଷ୍ଟ ହେଲେ ବି ଆମେ ବହୁତ ସୁରକ୍ଷା ଭାବରେ ଆଉ ଭଲ ଭାବରେ ଏଠି ପହଞ୍ଚିକି ବାବାଙ୍କର ପୂଜା ଅର୍ଚ୍ଚନା କରିସାରିଲୁଣି। ଆଗରୁ ଆସିଥିଲେ ନା? ଏଇଟା ପ୍ରଥମ? ନାଇଁ ଆଗରୁ ଆଜ୍ଞା ମୁଁ ପଞ୍ଚଲିଙ୍ଗେଶ୍ୱର ଆସିଛି ବହୁତ ଥର। ପୀଠରେ କ'ଣ ଅଲଗା ଲାଗେ? ଏଇଠି କଥା ହେଲା କ'ଣ, ଆମେ ପ୍ରତ୍ୟେକ ପୀଠରେ ଯେଉଁଠି ବି ଆମେ ଜଳାଭିଷେକ କରୁ ସେଠି ଆମେ ସାକ୍ଷାତ ଦର୍ଶନ କରିପାରୁ। ଏଠି ସାକ୍ଷାତ ଦର୍ଶନ, ଏଠି ଖାଲି ବାବାଙ୍କୁ ଆମେ ନିଜ ଅନ୍ତରାତ୍ମାର ସହିତ ଦେଖିବା, ଦର୍ଶନ କରିକିରି ବାବାଙ୍କର ଆଶୀର୍ବାଦ ଲାଭ କରିଥାଉ। ଛୁଅନ୍ତି ବାବାଙ୍କୁ? ହଁ, ବାବାଙ୍କୁ ଏ ବର୍ଷ ତ ଛୁଇଁବାର ସୌଭାଗ୍ୟ ସମସ୍ତଙ୍କର କାହାରି ବି ନାହିଁ। ବାକି ଅତୀତରେ ଆମେ ବାବାଙ୍କୁ ସ୍ପର୍ଶ କରୁ, କିନ୍ତୁ ସ୍ପର୍ଶ କରିବା କିନ୍ତୁ ଆଉ ସାନ୍ନିଧ୍ୟରେ ପ୍ରତ୍ୟେକରେ ଦେଖିବା ତାହାର ମାହାତ୍ମ୍ୟ ଅଲଗା ରହିଛି। କିନ୍ତୁ ଆମେ ଏଠି ନ ଦେଖିକି ବି ବାବାଙ୍କୁ ଦର୍ଶନ କରିପାରୁଛୁ ଆଖି ବୁଝିକି ଦେଇ ସାରିଲା ପରେ, ସେଇଟା ବହୁତ ଭଲ କଥା ଆଜ୍ଞା। ନିଶ୍ଚୟ ବୁଝନ୍ତି ଆଜ୍ଞା, ନିଶ୍ଚୟ ବୁଝନ୍ତି। ଆଉ ବାବା ସମସ୍ତଙ୍କର ମନୋକାମନା ପୂରଣ କରନ୍ତୁ ଆଜ୍ଞା। ନିଶ୍ଚିତ ଭାବରେ ଆପଣ ଶୁଣିପାରୁଥିଲେ ଯେପରି ଭାବରେ ପୀଠରେ ବର୍ତ୍ତମାନ ଓମ୍ ନମଃ ଶିବାୟ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି। ସମ୍ପୂର୍ଣ୍ଣ ଭାବରେ ପୀଠ ଚଳଚଞ୍ଚଳ ହୋଇଛି। ଭକ୍ତମାନେ କେଉଁଠୁ ଆସିଥିଲେ? ତାଳଚେରରୁ ଆଜ୍ଞା ଆସିଥିଲି। ଏଇ ଆସିବା ସମୟରେ ଏତେ ଦୂର ବାଟରେ ଆସିବା କଷ୍ଟସାଧ୍ୟ ହେଲା ନା ବାବା ଟାଣି ଆଣିଲେ? ବାବା ଟାଣି ଆଣିଲେ, କଷ୍ଟ ଖୁବ ହେଲା। ଦୁଃଖ ତ ହେଇକିନି ବି ବିଷୟରେ ଦର୍ଶନ ଟିକେ କରିବା ପାଇଁ ବାବାଙ୍କର ଆସିଛୁ। ଆଉ କେତେ ବିଶ୍ୱାସ ରହିଛି ବାବାଙ୍କର? ବହୁତ ବିଶ୍ୱାସ ଅଛି, ତାଙ୍କ ଡୋରି ଲାଗିଲା। ଯାହା ଭାବିଥିଲୁ ଯାହା ହେଇଗଲା, ଜଣେଇବାକୁ ନ ପଡ଼ିଲେ ବି ସେ ଜଣନ୍ତି, ତାଙ୍କ ଦୁଃଖ ସେ ହରନ୍ତି ବା। ଆଜ୍ଞା, ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯେପରି ଭାବରେ ମତ ପ୍ରକାଶ କରୁଥିଲେ ଯେଉଁ ଭକ୍ତମାନେ ରହିଛନ୍ତି, କାଉଡ଼ିଆ ଭକ୍ତମାନଙ୍କର ସମାଗମ ରହିଛି। ଭାବରେ ଆପଣ ଭକ୍ତମାନଙ୍କର ମନ କଥା ଶୁଣୁଥିଲେ କିପରି ଭାବରେ ପୀଠରେ ସମାଗମ ରହିଛି। ଆମ ସହିତ ନୀଳଗିରିର ଅତିରିକ୍ତ ଏସ୍ପି ମଧ୍ୟ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ଭକ୍ତମାନଙ୍କ ସହିତ ଆପଣ ମଧ୍ୟ ନିଜେ ଚାଲି ଚାଲି ଆସିଲେ, ମାନେ ଏଇ ଚିନ୍ତାଧାରା କାହିଁକି ଆସିଲା? ନିଶ୍ଚିତ ଆପଣଙ୍କର କଥା ଠିକ୍। ମୁଁ ନୀଳଗିରିରୁ ପ୍ରାୟ 10.5 କିଲୋମିଟର ଭକ୍ତମାନଙ୍କ ସାଥିରେ ହିଁ ଚାଲି ଚାଲିକରି ଆସିଛି ଏବଂ ଭକ୍ତମାନଙ୍କ ସାଥିରେ ହିଁ ଭକ୍ତ ସାଜିଛି। ଆକ୍ଚୁଆଲି ଭକ୍ତମାନଙ୍କ ସାଥିରେ ହିଁ ଏ ବେଶରେ ଯେଉଁ ଆସିଲେ ତାଙ୍କର ସମସ୍ୟା ଗୁଡ଼ିକ ବୁଝି ହେବ। ତା ସହିତ ମଧ୍ୟ ବି ଆମର ଯେଉଁ ପୋଲିସ ଫୋର୍ସ ଯେଉଁ ମୁତୟନ କରାଯାଇଛି, ଯେଉଁ ଡ୍ୟୁଟି ସେମାନେ କେମିତି କରୁଛନ୍ତି କି ନାହିଁ, ସେ ଜିନିଷରୁ ବି ମଧ୍ୟ ତଦାରଖ କରିହେବ। ଟ୍ରାଫିକ୍ର ବି ଯେଉଁ ସମସ୍ୟା ଏବଂ ଏ ଭିତରେ ଯେଉଁ ମିସିଂ ମଙ୍ଗର ବି ଅଛନ୍ତି ସେମାନଙ୍କ ଉପରେ ବି ନଜର ରଖିବା, ଏସବୁ ଜିନିଷ ଗୁଡ଼ିକ ଏଥିପାଇଁ ଭଲ ସୁବିଧା ହେବ। ସେହି ଦୃଷ୍ଟିକୋଣରୁ ମୁଁ ଆଜି ନିଆରା ଢଙ୍ଗରେ ଆପଣଙ୍କ ସାଥିରେ, ମାନେ ଭକ୍ତମାନଙ୍କ ସାଥିରେ ଭକ୍ତ ହୋଇ ଆସିବାକୁ ଗୋଟେ ପ୍ରୟାସ କଲି। ଆଜି ବି ବହୁତ ପରିମାଣର ଭକ୍ତ ଅଛନ୍ତି। ଆମର ପାଖାପାଖି 15,000 ଭକ୍ତ ଆଜି ଟିକେଟ୍ର ଯାହା ଦେଖାଗଲାଣି, କିନ୍ତୁ ତାଙ୍କ ସାଥିରେ ବି ଅନ୍ୟାନ୍ୟ ମାନେ ମିଶିଲେ 20,000 ପାଖାପାଖିର ଭକ୍ତ ଏବଂ ଅନ୍ୟାନ୍ୟ ଶ୍ରଦ୍ଧାଳୁମାନଙ୍କୁ ମିଶାଇକରି ହେବ। ପାଣି ଉଠେଇଛନ୍ତି ନା ପାଣି ଉଠେଇନାହାନ୍ତି? ନାଇଁ, ପାଣି ଉଠେଇବାର ନାହିଁ। ମୁଁ ଭକ୍ତମାନଙ୍କ ସାଥିରେ ଯେମିତି ଗୋଟେ ଭକ୍ତଙ୍କର ଯେମିତି ଆସୁଛନ୍ତି, ଯେମିତି ଲୋକମାନେ ତାଙ୍କ ସାଥିରେ ସେଇଭଳିଆ ହେଇକିରି ରହିକି ଆସୁଛି। ଆଉ ତାଙ୍କ ସାଥିରେ ବାଟ ସାରା ତାଙ୍କୁ ପଚାରୁଛି ତାଙ୍କର ସମସ୍ୟା କ'ଣ, ଯେଉଁଠି ଯାହାର ଯେତେବେଳେ ଅସୁବିଧା ସୁବିଧା ଦେଖିଲି ସେଇଟାକୁ ମଧ୍ୟ ବି ତାକୁ କେମିତି କରାଯିବ। ଆଉ ଲୋକଙ୍କର ଯାହା ବି ସମସ୍ୟା ମଧ୍ୟ ବୁଝୁଛି ଏବଂ ସେମାନଙ୍କର ଏ ଯେଉଁ ଉଦ୍ଦେଶ୍ୟ ମଧ୍ୟ ବି ନେଉଛି। କ'ଣ ପରିଲକ୍ଷିତ ହେଲା? ଆପଣ ଏତେ ବାଟ ଆସିଲେ କ'ଣ ପରିଲକ୍ଷିତ ଥିଲେ? ନିଶ୍ଚିତ ଭାବରେ ଗୋଟେ ନିଜକୁ ଗୋଟେ ସୁକୁନ ମିଳିଲା। ଆଉ
ତା ଛଡ଼ା ମୁଁ ମୋର गोटे पुलिस सेवार गोटे जो येटा तार मध्य भी पुलिस सेवाटा भी ठीक ढंग से भी है एथरे मु निश्चित भाव में मोर कार्य मु खुशी अनुभव कले। निश्चित भाव में आप शुणुते किपरि भाव में कहीपर जे गोटे प्रकार इन्स्पेक्शन होता कौटी ना कौटी किपरि भाव में कार्य जारी रही एवं किपरि भाव में जो पुलिस बाहिनी रही केमती कार्य करुछि एवं भक्त मानकर कौन समस्या रही से निकटरू बुझापी बालेश्वर अतिरिक्त एसपी भक्त साजी भक्त मान सहित आसते अनेक भक्त ये छिड़ा पानी ढालिया अपेक्षा कर सहित आलोचना करवा कौट आसते बालेश्वर केते समय अपेक्षा करा पड़ा समय तो लगुच कौन कर लाइन रे ठीक छिड़ा पड़ू भिड़ प्रबल रही केते बाटू पानी उठेकी आसिले केते कष्ट है बालीघाट रू आस बालेश्वर बालीघाट कष्ट अनुभव हो कौन कर बाबा जहाँ इच्छा हो भक्त मैंने रही कौटी ना कौटी बाबा को दर्शन करुँच बाबा उपरे जलाभिषेक करी कोटि पुण्य लाभ करुँच। नीलगिरी दिलीप स्वाई कनक न्यूज।